ପଶା ଖେଳ ସଦା ସର୍ବଦା ହୁଏ ଆଜ୍ଞା ପଶା ଖେଳ ବୋଲି କୁହାଯାଏ। କିନ୍ତୁ ମହାଭାରତର ପୁରୁଣା ପୃଷ୍ଠାକୁ ଆପଣ ମାନେ ଓଲଟେଇଲେ ଆପଣ ଜାଣିବେ ଆଜ୍ଞା କପଟ ପଶା। ତେବେ ପଶା ଖେଳ ତ ହେଲା, ତା ନାଁଟା ଆଜ୍ଞା କପଟ ପଶା କାହିଁକି ହେଲା? କପଟରେ ତ ଏ ପଶା ଖେଳ କେହି ଖେଳି ନଥିଲେ। ଦୁର୍ଯ୍ୟୋଧନ ଦାନ ପକେଇଲେ ଏବଂ ଧର୍ମରାଜ ଯୁଧିଷ୍ଠିର ଦାନ ପକାଉଥିଲେ ସ୍ୱହସ୍ତରେ। ଏମାନେ ତ କପଟ କରିନଥିଲେ, ତେବେ କପଟ ପଶା ବୋଲି ଆ ନାଁଟା କାହିଁକି ହୋଇଛି? ଆପଣ ଯେତେବେଳେ ମହାଭାରତକୁ ଅଧ୍ୟୟନ କରିବେ, ମହାଭାରତର ପୁରୁଣା ପୃଷ୍ଠାକୁ ଓଲଟେଇବେ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ଜାଣିପାରିବେ କୋଉଠି ଆଜ୍ଞା ପଶା ଖେଳ ଲେଖା ନାହିଁ, ସବୁ ସ୍ଥାନରେ ଅଛି ଆଜ୍ଞା କପଟ ପଶା। ତେବେ ଏଇ କପଟ ପଶା ବୋଲି ଯେଉଁ କଥା ପରିପ୍ରକାଶ କରାଯାଇଛି, ଆ ଭିତରେ ଆଜ୍ଞା ସୁନ୍ଦର କିମ୍ବଦନ୍ତୀ, ସୁନ୍ଦର ତତ୍ତ୍ୱଟେ ଲୁକାୟିତ ଭାବରେ ଅଛି। ଆଜି ନିଶ୍ଚିତ ଭାବରେ ଜାଣିବା ଏହାର ନାମଟା କପଟ ପଶା କାହିଁକି, ପ୍ରକୃତରେ କିଏ କପଟତା କରିଥିଲେ, ୟା ଭିତରେ କେମିତି ମାନେ କୋଉ ଦିନ ଠାରୁ କପଟ ପଶା ବୋଲି ୟାକୁ ଆଖ୍ୟା ଦିଆଯାଇଛି। କେବଳ ମହାଭାରତରେ ଆଜ୍ଞା ହୋଇଥିଲା କପଟ ପଶାର ଖେଳ। ତେବେ କାହିଁକି ଆଜ୍ଞା ପଶା ଖେଳ ଖେଳିଲେ? ଯୁଧିଷ୍ଠିର କଣ ଜାଣିନଥିଲେ? ସିଏ ହେଉଛନ୍ତି ମହାଜ୍ଞାନୀ ଯୁଧିଷ୍ଠିର, ଧର୍ମଜ୍ଞାନରେ ନିପୁଣ ଥିଲେ। ଜୁଆ ପଶା ଖଡା ଇଏ ସର୍ବନାଶର ଗୁଡା, ମଣିଷକୁ ଯଦି ନଷ୍ଟ ପଥକୁ ନେଇଯାଏ। ପଶା, ଜୁଆ, ପଶା ଏବଂ ଖଡା। ତେବେ ପୁଣି ଆଜ୍ଞା ପଶା ଖେଳିଲେ କାହିଁକି? ଯଦି ଖେଳିଲେ ୟାକୁ କପଟ ପଶାର ଆଖ୍ୟା ଦିଆଗଲା କାହିଁକି? ମହାଭାରତର ପୁରୁଣା ପୃଷ୍ଠାକୁ ମୁଁ ଆପଣ ମାନଙ୍କ ଆଗରେ ଓଲଟଉଛି। ଯୋଉ ଦିନ ଠାରୁ ଦୁର୍ଯ୍ୟୋଧନ ଆଜ୍ଞା କ୍ରୋଧାନ୍ୱିତ ହୋଇ ମାମୁ ବଂଶକୁ ବିନାଶ କରିବା ପାଇଁ ଗାନ୍ଧାରୀଙ୍କର ପିତା ଘର ଯୋଉ ଥିଲା ଆଜ୍ଞା ଗାନ୍ଧାର ସେନ ଥିଲେ ତାଙ୍କର ପିତା, ଏବଂ ତାଙ୍କର ସବଂଶକୁ ବିନାଶ କରିବା ପାଇଁ ଯୋଉ ଚୁକ୍ତିବଦ୍ଧ ହୋଇଥିଲେ, ବୀର ଦୁର୍ଯ୍ୟୋଧନ ପାଷାଣ ଗୃହ ମଧ୍ୟରେ ନିକ୍ଷେପ କରି ତାଙ୍କୁ ଆଜ୍ଞା ବନ୍ଦୀ କରି ରଖି ବିନାଶ କରିବା ପାଇଁ ଉଦ୍ୟତ ହୋଇଛନ୍ତି ଦୁର୍ଯ୍ୟୋଧନ। ତେଣୁ ଗାନ୍ଧାର ସେନଙ୍କର 100 ପୁତ୍ର ଆଜ୍ଞା ତା ଭିତରେ ଥିଲେ। ତା ମଧ୍ୟରେ ଥିଲେ ଆଜ୍ଞା ଜଣେ ଯୋଗ୍ୟତମ ସନ୍ତାନ, ସେ ହେଉଛନ୍ତି ଆଜ୍ଞା ଶକୁନି, ଯାହାଙ୍କର ପୁରାତତ୍ଵ ସମୂଳେ କୁରୁକୁଳ ବିନାଶ ବୋଲି ତତ୍ତ୍ୱବିତ୍ ମାନେ ବିଚାର କରିଛନ୍ତି। ତାଙ୍କର ନାମଟା ଯୋଉ 3 ଅକ୍ଷର ଶକୁନି ବୋଲି କାହିଁକି କୁହାଯାଇଛି ନା, ସରେ ସମୂଳେ କୁରୁକୁଳ ବରେ ଆଜ୍ଞା ଶକୁନିରେ ହେଲା ନିପାତ, ସମୂଳେ କୁରୁକୁଳ ନିପାତ। ତେଣୁ ଆଜ୍ଞା ତାର ଯଥାର୍ଥ ଅନୁସାରେ ନାମ ହୋଇଛି ଆଜ୍ଞା ଶକୁନି। ପ୍ରଥମରୁ ଆଙ୍କ ନାମଟା ଶକୁନି ଆଜ୍ଞା ନଥିଲା। ତେବେ ଆଜ୍ଞା ଗାନ୍ଧାର ସେନଙ୍କର ସମସ୍ତ ପୁତ୍ର ଏବଂ ଗାନ୍ଧାର ସେନଙ୍କୁ ବିନାଶ କରିବା ପାଇଁ ଅନ୍ଧକାର ପାଷାଣ ଗୃହ ମଧ୍ୟରେ ସେମାନଙ୍କୁ ବନ୍ଦୀ କରି 100 ଜଣ ଆଜ୍ଞା ବନ୍ଦୀଶାଳାରେ ରହିଥିଲେ ମଧ୍ୟ ଜଣକର ଖାଦ୍ୟ ପ୍ରେରଣ କରୁଥାନ୍ତି ଦୁର୍ଯ୍ୟୋଧନ। କେତେ ବଡ ଅନ୍ୟାୟ କରିଛନ୍ତି ଆଜ୍ଞା ଗାନ୍ଧାର ସେନଙ୍କର ସମସ୍ତ ସନ୍ତାନ ଏବଂ ତାଙ୍କ ବଂଶ ଉଦ୍ଦେଶ୍ୟରେ। ତେଣୁ ଜଣକର ଖାଦ୍ୟ ଖାଇବା ସମସ୍ତେ ଯିବେ କେମିତି, ବଞ୍ଚି ରହିବେ କେମିତି? ସବୁ ଗୋଟି ଗୋଟି ମୃତ୍ୟୁ ମୁଖରେ ପଡ଼ିଲେ। ଜଣେ ପୁଅକୁ ବଞ୍ଚେଇ ରଖିବା ପାଇଁ ସେଦିନ ଗାନ୍ଧାର ସେନ ଚୁକ୍ତି କଲେ, ସେ ହେଉଛନ୍ତି ଆଜ୍ଞା ଶକୁନି। ଶକୁନିକୁ ଖାଦ୍ୟ ଦେଇ ଆଜ୍ଞା ବଞ୍ଚେଇ ରଖିଲେ। ଯଦିଓ କାଳକ୍ରମେ ଘଟଣାକ୍ରମରେ ଶକୁନି ଆସି ପରାମର୍ଶଦାତା ବା ମନ୍ତ୍ରଣା ଭାବରେ ରହିଲେ ଦୁର୍ଯ୍ୟୋଧନଙ୍କ ନିକଟରେ, ସେଦିନ ବାପାଙ୍କ ନିକଟରେ ଶକୁନି ଆଜ୍ଞା ପ୍ରତିଜ୍ଞା କରିଥିଲେ ସମୂଳେ କୁରୁକୁଳକୁ ନିପାତ ସେ କରିବେ। ବାକ୍ୟ ଦେଇଥିଲେ ଆଜ୍ଞା ଗାନ୍ଧାର ସେନକୁ, ଯେମିତି ଦୁର୍ଯ୍ୟୋଧନ ଆମର ସବଂଶକୁ ଆଜି ନିପାତ କରୁଛି ଆଜ୍ଞା ବିନାଶ କରୁଛି, ନିଶ୍ଚିତ ଭାବରେ ସେଦିନ ଗାନ୍ଧାର ସେନଙ୍କର ପାଦ ଛୁଇଁ ଶକୁନି ପ୍ରତିଜ୍ଞା କରିଥିଲେ ନିଶ୍ଚିତ ଭାବରେ ବିନାଶ କରିବି ସମଗ୍ର କୁରୁକୁଳ। ସମୟ କ୍ରମରେ ସମୟ ଗଡ଼ି ଚାଲିଛି। ଗାନ୍ଧାର ସେନଙ୍କର ଅସ୍ଥି ଦ୍ୱାରା ପଶା କାଠି ନିର୍ମାଣ କରିଛନ୍ତି ଆଜ୍ଞା ଶକୁନି। ଅସଲ ସୂତ୍ରଧର ଥିଲେ ଶକୁନି। ତେବେ ଶକୁନି ଯୋଉ ପଶା କାଠି ନିର୍ମାଣ କଲେ ଗାନ୍ଧାର ସେନଙ୍କର ଅସ୍ଥିରେ,
ସେ ପଶାକାଠି ତ ତାଙ୍କ ନିକଟରେ ଥିଲା। ତେବେ ମହାଭାରତ ଯେଉଁ ଆଜ୍ଞା କୌରବ ଏବଂ ପାଣ୍ଡବ ମଧ୍ୟରେ ଯେଉଁ ପଶା ଖେଳ ସଂଗଠିତ ହେଲା, ଏଠି ଆଜ୍ଞା କପଟ ପଶା କେମିତି ହେଲା? କପଟ ପଶା ନାଁଟା ଏଠି କାହିଁକି ଦିଆଗଲା? ନା ଆଉ ଗୋଟିଏ ସନ୍ଧି କଥା ୟା ଭିତରେ ରହିଛି। ଯେତେବେଳେ ସିଦ୍ଧାନ୍ତ ହୋଇଛି କୌରବ ପାଣ୍ଡବ ମଧ୍ୟରେ ପଶା ଖେଳ ହେବ, ତେଣୁ ରାଜା ଯେତେବେଳେ ପଶା ଖେଳିବେ, ସୁନ୍ଦର ଭାବରେ ନୂତନ ପଶା କାଠି ନିର୍ମାଣ କରାଯାଇଛି। ସେ ସୁନ୍ଦର ପଶା କାଠି ନିର୍ମାଣ ହେଲା ପରେ ନିର୍ଦ୍ଦିଷ୍ଟ ସମୟରେ ପଶା ଖେଳ ଆରମ୍ଭ ହେବ। ତେଣୁ ସୁଲୋଚନା ନାମକ ଜଣେ ଦାସୀ ପୁରା ସୁନ୍ଦର ବସ୍ତ୍ରରେ ଗୋଡେଇ ଦେଇ ପଶା କାଠି, ନୂତନ ପଶା କାଠିକୁ ନେଇ ଗୋଟା ସ୍ୱର୍ଣ୍ଣ ପାତ୍ରରେ ନେଇ ଯାଉଛି ଆଜ୍ଞା ରାଜ ଦରବାର। ଏହି ସମୟରେ ଯେଉଁ ଶକୁନି, କପଟତା ଯାହାଙ୍କ ହୃଦୟରେ ସଦା ସର୍ବଦା ପରିପୂର୍ଣ୍ଣ, ଲକ୍ଷ୍ୟ ପଡିଗଲା ସୁଲୋଚନା ଉପରେ। ଡାକିଦେଲେ, ସୁଲୋଚନା ଟିକେ ରହିବୁ, କଣ ନେଇକିରି ଯାଉଛୁ? ନା ଇଏ ପରା ନୂତନ ପଶା କାଠି, ଇଏ ଆଜି ରାଜଦରବାରରେ ପଶା ଖେଳ ହେବ, ତେଣୁ ଏ ପଶା କାଠି ନେଇ ମୁଁ ଯାଉଛି। ଏତିକି ବେଳେ କଥା ଛଳରେ ସୁଲୋଚନା ମସ୍ତକରେ ଧାରଣ କରିଛି ସ୍ୱର୍ଣ୍ଣ ପାତ୍ରରେ, ସୁନା ଥାଳିରେ ପଶା କାଠି ଆଜ୍ଞା ଗୋଟା ନୂତନ ବସ୍ତ୍ରରେ ଗୋଡା ହେଇକିରି ଅଛି। ଇତି ଅବସରରେ ନିଜ ନିକଟରେ ଯେଉଁ ଗାନ୍ଧାର ସେନଙ୍କର ଅସ୍ଥି ନିର୍ମିତ ପଶା କାଠିଟା ଶକୁନି ନିକଟରେ ଥିଲା, ଯିଏକି ଆଜ୍ଞା ଶକୁନି ନିର୍ଦ୍ଦେଶରେ ଆଜ୍ଞା ଦାନ ଦର୍ଶେଇବ ନିଶ୍ଚିତ ଭାବରେ, ସେଇ ପଶା କାଠିଟାକୁ ବାହାର କରି ନୂତନ ପଶା କାଠିଟିକୁ ଆଜ୍ଞା କଥା ଛଳରେ ଅନ୍ତର କରିଦେଇଛନ୍ତି ଶକୁନି, ଏବଂ ନିଜ ପିତାଙ୍କର ଅସ୍ଥି ନିର୍ମିତ ପଶା କାଠିଟା ରଖିଦେଇଛନ୍ତି ଆଜ୍ଞା ସୁଲୋଚନାର ସ୍ୱର୍ଣ୍ଣ ଥାଳିରେ। ସୁଲୋଚନା ଇଏ ତ ଦାସୀ ଏତେ କଥାକୁ ଆଜ୍ଞା ବୁଝିଲା ନା। ସେ ପଶା କାଠି ନେଇ ପହଞ୍ଚିଲା ସଭା ମଧ୍ୟରେ। ଶକୁନି ତ କୁମନ୍ତ୍ରଣା ଭାବରେ ଏ କାର୍ଯ୍ୟ ସମାପନ କରିଛି। ଅସଲ ନୂତନ ପଶା କାଠିକୁ ଲୁକାୟିତ କରି ନିଜର ପିତାଙ୍କର ଅସ୍ଥି ନିର୍ମିତ ପଶା କାଠିଟା ରଖିଲା ଆଜ୍ଞା ସୁବର୍ଣ୍ଣ ଥାଳିରେ। ଯେତେବେଳେ ପଶା ଖେଳ ଆରମ୍ଭ ହେଲା କୌରବ ଏବଂ ପାଣ୍ଡବ ମଧ୍ୟରେ, ଶକୁନିଙ୍କର କପଟତାର ନିର୍ଦ୍ଦେଶରେ ଦାନ ଆଜ୍ଞା ପରିଲକ୍ଷିତ ହେଲା ସେଠି। ଶକୁନି ଯୋଉଟା ଇଚ୍ଛା ପ୍ରକଟ କଲେ ସିଏ ଡାକ ମାନିବ। ତେଣୁ ସେ ଅସ୍ଥି ନିର୍ମିତ ଯେଉଁ ପଶା କାଠିରେ ଖେଳ ହେଲା, ପରିପ୍ରକାଶ ହେଲା, ସେଇ ଦାନଟି ଆଜ୍ଞା ଶକୁନଙ୍କ ଇଚ୍ଛା ମୁତାବକ ଦାନ ପଡିଲା। ତାପରେ ତ ଆପଣ ମାନେ ଜାଣିଛନ୍ତି ଯେଉଁ ଘଟଣା ଘଟିଲା। ସବୁ ଗୋଟିଏ ପରେ ଗୋଟିଏ ପଣ ରଖି ପାଣ୍ଡବ ମାନେ ଯେତେବେଳେ ସର୍ବହରା ହେଲେ, ଦ୍ରୌପଦୀକୁ ପଣ ରଖିଲେ। ଦ୍ରୌପଦୀକୁ ପଣ ରଖିଲା ପରେ ଦ୍ରୌପଦୀ ବିବସନା ହେଲା ଏବଂ ସମୂଳେ କୁରୁକୁଳ ବିନାଶର ସୂତ୍ରପାତ କରିଥିଲେ ସେଦିନ ଗାନ୍ଧାର ସେନଙ୍କର ପୁତ୍ର ଶକୁନି। ତେଣୁ ମୋର କହିବାର ଉଦ୍ଦେଶ୍ୟ, ଯେଉଁ ସୁନ୍ଦର କଥାବସ୍ତୁ ଆପଣ ମାନଙ୍କ ଆଗରେ ମହାଭାରତରେ ଯେଉଁ ଲୁକାୟିତ ତଥ୍ୟ ଲୁକାୟିତ ଭାବରେ ଥିଲା, କପଟ ପଶା ଖେଳ ତ ପଶା ଖେଳ, କାହିଁକି କପଟତାର ସହ କପଟ ପଶାର ଖେଳ ବୋଲି ନାମ ଦିଆଯାଇଛି? ନା ଶକୁନିଙ୍କର କପଟତା ଦ୍ୱାରା ଦାନ ପଡୁଥିବାରୁ ବା ଗାନ୍ଧାର ସେନଙ୍କର ଅସ୍ଥି ନିର୍ମିତ ପଶା କାଠି ହୋଇଥିବାରୁ ଯେଉଁ ଇଙ୍ଗିତ ପ୍ରଦାନ କରିବେ ଶକୁନି, ସେଇ ଦାନଟା ପରିଲକ୍ଷିତ ହେବ। ତେଣୁ ପାଣ୍ଡବ ମାନେ ହାରିଲେ। ପାଣ୍ଡବ ମାନେ ଯେତେବେଳେ ନ ହାରିବେ, ଦ୍ରୌପଦୀ ଯଦି ବିବସନା ନ ହେବେ, ପାଣ୍ଡବ ମାନେ କ୍ରୋଧିତ ହେବେ ନା, ଭାତୃ ବିବାଦ କେବେ ଲାଗିବ ନା, କୌରବ ମାନେ ବିନାଶ ହୋଇପାରିବେ ନା। ତେଣୁ ସମୂଳେ ଗୁରୁକୁଳକୁ ନିପାତ କରିବା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆଜ୍ଞା ଶକୁନି। ସେଇଦିନ ଠାରୁ ମହାଭାରତକୁ ଆପଣ ଓଲଟେଇଲେ ବା ଆପଣ ଜାଣିଛନ୍ତି ଆଜ୍ଞା, କପଟ ପଶା ବୋଲି ଲେଖା ହେଇଛି, କପଟ ପଶାର ଖେଳ। ତେଣୁ ଏ କପଟ ପଶା ବୋଲି ଯୋଉ ସୁନ୍ଦର ତଥ୍ୟ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରି ଆଜି ସ୍ୱଳ୍ପ ସମୟର କଥାବସ୍ତୁକୁ ମୁଁ ବିଶ୍ରାମ ଦଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣ ମାନଙ୍କ ଆଗରେ ଉପସ୍ଥାପନ କରିବି। ସିଏ ସାରବେ ଭବନ୍ତୁ ସୁଖୀନା।
सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शान्ति ओम शान्ति ओम शान्ति।